ମୁଁ ଚିକନ ଅନୁଗୁଳରୁ ଭିଡ଼ିଓ ବନେଇବା ଆଜି ମୋର 4 ଦିନ ହୋଇଗଲା। ଚାଲ ଡ୍ୟୁଟିରେ ଆଜି କ'ଣ କେମିତି ହେଲା ଦେଖାଉଛି। ଡ୍ୟୁଟି ଆସୁ ଆସୁ ଅଦା ରସୁଣ ସରିଯାଇଥିଲା, ସେଥିପାଇଁ ମାଉସୀ କହିଥିଲି ଅଦା ରସୁଣ ଛଡ଼େଇ। ମାଉସୀର କେତେ ଖୁସି, ଏ ମାଲୋ ହାଏ କରିଦେଉଛି। ତାପରେ କିଛି ଡେରି ନ କରିକି ମୁଁ ସେଟଅପ୍ ପାଇଁ କିଛି ସାମାନ କାଟି ଦେଉଥିଲି, ଦେଖିପାରୁଥିବ। ସେଇ ଟାଇମ୍ରେ ଆମର ଛୋଟ ଟାଇଗର ଏଣ୍ଟ୍ରି ହେଇଯାଇଥିଲା, ଦେଖିପାରୁଥିବ। ସେ କିଛି ବି ଶୁଣୁନଥିଲା, କାହିଁକିନା ତାକୁ ପ୍ରବଳ ଭୋକ। ଆଉ କାମ ସାରିକି ବର୍ତ୍ତମାନ ଆମ ଟିମ୍ ଆଉ ମୁଁ ଖାଇବାକୁ ବସି ପଡ଼ିଥିଲୁ। ଯେଉଁଠି ବି କାମ କରୁନା କାହିଁକି ନିଜ ଟିମ୍ ଭଲ ଥିବା ଦରକାର, ନହେଲେ କାମ କରିପାରିବନି। ଆଉ ଆମ ବାଦଲ ତ ଭାରି ଖୁସି, ହାଏ କରିଦେଉଛି। ସନ୍ଧ୍ୟାରେ ଡ୍ୟୁଟି ଆସୁ ଆସୁ ଦେଖିଲି ଗୋଟେ ଚିକେନ୍ ମଲେଇ ଟିକା ଥିଲା, ତ କିଛି ଡେରି ନ କରିକି ସେଇଟା ଆମେ ଲାଗି ପଡ଼ିଲୁ। ଆଉ ଯେଉଁ କାମ ବି କରୁଛ ନା, କେଉଁଟାରେ ବି ଛୋଟ ବଡ଼ ନଥାଏ, ସେଥିପାଇଁ ଯେଉଁ କାମ ବି କରୁଛ ଦିଲ୍ସେ କର। ଏବେ ଚିକେନ୍ ରେଡ଼ି। ଏବେ ତନ୍ଦୁରୀ ଭିତରେ କିଛି ଟାଇମ୍ ରଖିଦେବା, ହେଇଯିବ ତାପରେ ଦେଇଦେବା। ଆମର ମଲେଇ ଟିକା ବର୍ତ୍ତମାନ ରେଡ଼ି ହୋଇଗଲା। ମୋ ପୁଅ ପ୍ଲେଟ୍ଟା ବହୁତ ସୁନ୍ଦର ଭାବରେ ସଜେଇଛି। ରହୁଛି, ନେକ୍ସଟ ଭିଡ଼ିଓରେ ଦେଖା ହେବ। ଜୟ ଜଗନ୍ନାଥ।